पवित्र नाम को धन्यवाद दिए। प्रभु जी को अनुग्रह करे आज प्रशंसा व सदा प्रभुकर धन्यवाद और स्तुतिर बड़े उत्सर्ग करने निमंते सदा प्रभु आम अति सुंदर समय एक सुजोग आम जीवन मध्य सदा प्रभु देते। वास्तव में प्रिय प्रभु लोक माने अनेक दिन है आम प्रभु जीशु कृष्ण क्रूसर विषय को आम शुणुछु प्रभु जीशु कृष्ण क्रूसर विषय को आम शिक्षा ग्रहण करुछु। प्रेरित पाउल भी कहती जदि मन जदि दर्प करिवार अछि ताले कृष्णकर क्रूस को लेकिन मु दर्प करिबी। प्रभु जीशु कृष्णकर क्रूस को बहन करे जीशु कृष्णकर क्रूस को नहीं मु गर्व अनुभव करिबी। वास्तव में प्रभु जीशु कृष्णकर क्रूस को बहन करी आमे गर्वित होगा कथा। क्रूस दुई प्रकार गोटे क्रूस आपको कही चोर माने क्रूसरे क्रूसान्वित होते आ गोटे क्रूस प्रभु जीशु कृष्ण क्रूसान्वित होते। तो चोर माने जो क्रूसरे क्रूसान्वित होते से क्रूस को लेकिन आम गर्व कले दिनक समय मध्य गोटे चोर चोरी कर पुलिस हाथ धरा पड़गला। पुलिस हाथ जो धरा पड़गला से पुलिस एते पिटुची आ पिटु पिटु देखला जे से चोर गोटे क्रूस गोटे पिंधि। पुलिस देखी आहरी रिसाई गले कहले बाइबल में तो चोरी करवा मना चोरी कार्य करवा मना अटे चोरी कर तथापि तू केमिति चोरी कलु बोलिकी आहरी पिटिले से चोर तो क्रूस बहन करे क्रूस को पिंधिकिना तो चोरी काम करू से चोर उत्तर देला पुलिस आज्ञा को कहला पुलिस आज्ञा तमे मते भूल बुझुछ तमे मते भूल बुझुछ केमिति तमे जो क्रूस कहछ से क्रूस को मु पिंधि नाही आपण जो क्रूस कहते सेटा प्रभु जीशु कृष्ण क्रूस कथा कहते मो जीशु कृष्ण क्रूस पिंधि ना आज्ञा जीशु कृष्ण साइड थिबा दुईटा चोर क्रूस को मु पिंधि बड़ भंडार लोक मन सेंती केते जण तो से चोरी लोक क्रूस पिंधुछन्ते चोर मान क्रूस आ केते जण तो पदवी क्रूस पिंधुछन्ते कंडा पदवी क्रूस पर टंगा जाइथिला पदवी क्रूस पिंधुछन्ते किंतु से पदवी क्रूस पिंधिबा दरकार नहीं। आपण को मु कहबा को चाहे प्रभु जीशु कृष्ण क्रूस बहन कला परे क्रूसर विभिन्न कथा आपण सम्मुख मध्य रखिली
ସ୍ଥାପନ କଲେ। କ୍ରୁଶ ଉପରେ ସେ ରକ୍ତ ଛଡ଼ାଇବା ଦ୍ୱାରା ସାରା ମାନବ ଜାତିକୁ ପରିତ୍ରାଣ ଦେଲେ। କ୍ରୁଶ ଉପରେ ସେ ନିଜକୁ ସମର୍ପିତ କରିବା ଦ୍ୱାରା ଏ ସାରା ମାନବ ଜାତିକୁ ନିଜ ଆଡ଼େ ଆକର୍ଷଣ କଲେ। କ୍ରୁଶରେ ଚଢ଼ିବା ଦ୍ୱାରା, କାଲବରୀ କ୍ରୁଶରେ ଚଢ଼ିବା ଦ୍ୱାରା ବିଜୟ ଯାତ୍ରା କଲେ। ବିଜୟ ଯାତ୍ରା। ମୁଁ ଆଜି ଆପଣମାନଙ୍କୁ କହିବାକୁ ଚାହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କାଲବରୀ କ୍ରୁଶ ମଧ୍ୟରେ ବିଜୟ ଯାତ୍ରା କରିଛନ୍ତି। Praise the Lord. ଯଦି ଖୋଜିବେ ମୋ ସହିତ କଳସ୍ୟ ପୁସ୍ତକ ତାର 2 ପର୍ବ ତାର 15 ପଦ। ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନ ପୂର୍ବକ କ୍ରୁଶରେ ବିଜୟ ଯାତ୍ରା କରିଅଛନ୍ତି। ସମସ୍ତ ଅଧ୍ୟପକ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପରମେଶ୍ୱରଙ୍କ ବାକ୍ୟ ଅତି ସ୍ପଷ୍ଟ ଭାବରେ କହେ, ଏ ଯୋଉ ଜଗତର ଅଧ୍ୟପତି ବା ଯୋଉ ଶୟତାନ ଏ ଜଗତକୁ ନିଜସ୍ୱ କରିଥିଲା, ଏ ଜଗତର ମାନବ ଜାତିକୁ ସେଟା ନିଜସ୍ୱ କଲା। ଆଉ ନିଜସ୍ୱ କରି ନିଜର ଅଧୀନ ମଧ୍ୟରେ ରଖିଥିଲା। ଆଉ ଶୈତାନର ଲକ୍ଷ୍ୟ ଏହା, ମୁଁ ତ ନଷ୍ଟ ହେଲି, ମୁଁ ତ ନଷ୍ଟ ହେଲି, ଆଉ ମୋ ସହିତ ଏ ଜଗତର ସବୁ ବିଷୟ ନଷ୍ଟ ହେଇଯାଉ। ବିଶେଷ ପରମେଶ୍ୱରଙ୍କର ପ୍ରତିମୂର୍ତ୍ତିରେ ତିଆରି କରିଥିବା ଆଦମକୁ ବା ଆପଣମାନଙ୍କୁ ଏବଂ ମତେ ବିନଷ୍ଟ କରିବା ନିମନ୍ତେ ଶୈତାନ ଚେଷ୍ଟା କରେ। ଯୋହନ ଲିଖିତ ସୁସମାଚାର 10 ପର୍ବ ତାର 10 ପଦ। ଚୋର କେବଳ ଚୋରି, ବାଇବଲ ସ୍ପଷ୍ଟ ଭାବରେ କହେ ଚୋର କେବଳ ଚୋରି କରିବା ନିମନ୍ତେ ଆସେ। କଣ କରିବା ପାଇଁ? ଚୋରି କରିବା ପାଇଁ। ଶୈତାନ ଗୋଟେ ଚୋର ଅଟେ। କଣ ଅଟେ? ଚୋର ଅଟେ। ଯୋଉ ସମୟ ମଧ୍ୟରେ ଶୈତାନ ପରମେଶ୍ୱରଙ୍କର ଦୂତ ଥିଲା, ଈଶ୍ୱରଙ୍କର ଉପାସନା ଆରାଧନା କରୁଥିଲା, ସେହି ସମୟ ମଧ୍ୟରେ ଶୈତାନ ଏକ ଚୋରି କରିବା ମନୋଭାବ ରଖିଲା। ସେ ଚୋରି କଣ? ଈଶ୍ୱରଙ୍କର ସିଂହାସନକୁ ଚୋରି କରିବା। ପରମେଶ୍ୱରଙ୍କର ସିଂହାସନକୁ ଚୋରି କରିବା ତା ମନ ମଧ୍ୟରେ ସେ କଣ କଲା? ଶୈତାନ ନିଷ୍ପତ୍ତି ନେଲା। ଆଉ ଯୋଉ ସମୟ ମଧ୍ୟରେ ଈଶ୍ୱରଙ୍କର ସିଂହାସନକୁ ଚୋରି କରିବା, ଈଶ୍ୱରଙ୍କର ସିଂହାସନ ମଧ୍ୟରେ ବସିବାର ମଧ୍ୟରେ ଶୈତାନ ଚିନ୍ତା କରୁଛି, ଆଉ ସେଇ ମୁହୂର୍ତ୍ତ ମଧ୍ୟରେ ପରମେଶ୍ୱର ଶୈତାନ ଆଉ ଶୈତାନର ଦୂତ ମାନଙ୍କୁ ସମସ୍ତଙ୍କୁ କରିଦେଲେ, ତଳେ ପାଡ଼ିଦେଲେ। ସେଇ ଦିନ ଠାରୁ
ଶୈତାନର ନାମ ମୁଁ କହେ ଚୋର ବୋଲି। ଏଥିପାଇଁ କୁହାଯାଏ ଚୋର ଚୋରି କରିବା ପାଇଁ ଆସେ। ଶୈତାନ ଆପଣମାନଙ୍କର ଧନ ସମ୍ପତ୍ତିକୁ ଚୋରି କରିବ ନାହିଁ। ମନେ ରଖନ୍ତୁ, ଆପଣମାନଙ୍କର ଟଙ୍କା, ଆପଣମାନଙ୍କର ଧନ ସମ୍ପତ୍ତି ଏ ବିଷୟ ଚୋରି କରିବ ନାହିଁ। ଶୈତାନ ଆପଣମାନଙ୍କର ପବିତ୍ରତା ଓ ଧାର୍ମିକତା ଜୀବନକୁ ଚୋରି କରିବା ପାଇଁ ଚାଲିছে। ଆପଣ ଯୋଉ ଈଶ୍ୱରକୁ ଭୟ କରୁଛନ୍ତି ବା ପରମେଶ୍ୱରଙ୍କ ଆଜ୍ଞାକୁ ପାଳନ କରୁଛନ୍ତି ବା ଈଶ୍ୱରଙ୍କ ଆଜ୍ଞା ଅନୁସାରେ ଯଦି ଚାଲୁଛନ୍ତି, ତାହେଲେ ଆପଣମାନଙ୍କୁ ଶୈତାନ ଚୋରି କରିବା ପାଇଁ ଚେଷ୍ଟା କରେ। ଆଦମକୁ, ହବାକୁ ସର୍ବବେଶରେ ଶୈତାନ ଆସି ସେମାନଙ୍କର ଗୌରବମୟ ବସ୍ତ୍ରକୁ କଣ କରିଛି? ଚୋରି କରିଦିଏ। ଯଦ୍ୱାରା କି ସେମାନେ ନିଜକୁ ଲଜ୍ଜାବୋଧ ବୋଲି ମନେ କଲେ। ଲାଳସା ଦେଖାଇ, ଆଶା ଦେଖାଇ, ଲାଳସା ଦେଖାଇଲା, ଆଶା ଦେଖାଇଲା, ଆଉ ଶୈତାନ ପ୍ରତ୍ୟେକ ବିଷୟକୁ ଆଦମ ଉପରେ ଦେଇ ଶୈତାନର ପ୍ରତ୍ୟେକ ବିଷୟ, କାর ବିଷୟ? ଶୈତାନର ବିଷୟ। ଶୈତାନର ବିଷୟ ବୋଲି ଯେମିତି ଆଜ୍ଞା ଆପଣ ଗୋଟେ ପ୍ରଶ୍ନ କଲେ ନେଇକି, ଗୋଟେ ଛୋଟିଆ କଥା ମୁଁ ଆପଣମାନଙ୍କୁ କହିବି। ମିଥ୍ୟାର ପିତା କିଏ? ଶୈତାନ। ମିଥ୍ୟା କିଏ କହୁଛି? କହିବାଟା କିଏ ଶିଖାଇଲା? ଶୈତାନ ଶିଖାଇଲା। ଏବେ ବର୍ତ୍ତମାନ ଯଦି ଆମେ ସ୍ୱଭାବକୁ ଯଦି ଆମେ ଚିନ୍ତା କରିବା, ସ୍ୱଭାବ ଈଶ୍ୱରଙ୍କର ବାକ୍ୟ ପାଳନ ନ କରିବା, ଈଶ୍ୱରଙ୍କର ଆଦେଶ ଅନୁସାରେ ନ ରହିବା, ପରମେଶ୍ୱରଙ୍କ ଠାରେ ଉପାସନା ନ କରିବା, ଆରାଧନା ନ କରିବା, ମଣ୍ଡଳୀ ନ ଯିବା, ଏ ସବୁ ବିଷୟ ଶୈତାନର ସ୍ୱଭାବ। ଶୈତାନର ସ୍ୱଭାବ ଆଦମ ଠାରେ ଢାଳି ଦେଇଦେଲା। କେମିତି? ଲାଳସା ଦେଖାଇ, ଲାଳସା ଦେଖାଇକି କଣ ଲାଳସା ଦେଖାଇଲା? ତୁମେ ଯଦି ଏଇ ଫଳ ଯଦି ଖାଇବ, ତାହେଲେ ପରମେଶ୍ୱରଙ୍କ ପରି ଜ୍ଞାନୀ ହେବ। ପରମେଶ୍ୱରଙ୍କ ପରି ଜ୍ଞାନୀ। ପରମେଶ୍ୱରଙ୍କ ପରି ଜ୍ଞାନ। ପରମେଶ୍ୱରଙ୍କ ଜ୍ଞାନ ଅନୁସାରେ ଦୀପ୍ତି ତିଆରି କଲେ, ଅନ୍ଧକାର ତିଆରି କଲେ, ସମୁଦ୍ର ତିଆରି କଲେ, ପଶୁ ପକ୍ଷୀ ମାନେ ତିଆରି କଲେ, ଅତି ସୁନ୍ଦର ଭାବରେ ତିଆରି କରୁଛନ୍ତି। ତାମାନେ କେତେ ଜ୍ଞାନ ପରମେଶ୍ୱରଙ୍କର ନଥିବ। ଜ୍ଞାନକୁ ଦେଖାଇ ଜ୍ଞାନକୁ ଦେଖାଇ ଲାଳସା ଦେଇକି, ଆଶା ଦେଖାଇକି ଶୈତାନ କରୁଛି ଆତ୍ମିକତା ଜୀବନକୁ ଚଳିକି ଯାଉଛି। ଆଉ ଯୋଉ ସମୟ ମଧ୍ୟରେ ଆତ୍ମିକତା ଜୀବନକୁ ଚଳିକି ନେଇଗଲା, ଆଉ ଆଦମଙ୍କ ଜୀବନ ମଧ୍ୟରେ ମୃତ୍ୟୁ ଆସି ପ୍ରବେଶ କଲା। ଆଦମଙ୍କ ଜୀବନ ମଧ୍ୟରେ ମୃତ୍ୟୁ ପ୍ରବେଶ କଲା। ଆଦମଙ୍କର ସନ୍ତାନ ମାନଙ୍କ ଉପରେ କ୍ରୋଧ ପ୍ରବେଶ କଲା।
ହିଂସା ପ୍ରବେଶ କଲା। ହଁ କି ନାହିଁ? ନିଜର ଭାଇ ଯେତେବେଳେ ନୈବେଦ୍ୟ ଉତ୍ସର୍ଗ କରୁଛି, ପରମେଶ୍ୱର ନୈବେଦ୍ୟ ଗ୍ରହଣ କଲେ ତ ବଡ଼ ପୁଅ ଅତି କ୍ରୋଧ ହୋଇ ହିଂସା ହୋଇ ନିଜର ସାନ ଭାଇକୁ କଣ କଲେ? ପଥର ଛେଚି ମାରି। ଏଇଟା କାହାର ସ୍ୱଭାବ? এইটা হচ্ছে শয়তানের স্বভাব। শয়তানের স্বভাব से गाड़ी देला क्या? এথিপাই পরমেশ্বরকে চোচনা কলে যে শয়তানକୁ সম্পূর্ণ ভাବରେ বিনাশ କରିବା ପାଇଁ कौन କରିବା ପାଇଁ? ରୋମିଓ ପୁସ୍ତକ ତାର 16 ପଦ ତାର 20 ପଦ ଲେଖି ଖୋଲନ୍ତୁ। ଆଉ ଶାନ୍ତିଦାତା ଈଶ୍ୱର ଶୈତାନକୁ ଶୀଘ୍ର ତୁମମାନଙ୍କ ପଦ ତଳେ ଦଳି ପକାଇବେ। ଆମମାନଙ୍କ ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମମାନଙ୍କ ସହବର୍ତ୍ତୀ ହେଉ। आमेन। ईश्वर शैतान को शीघ्र तुम मानकर पद तले पकाइबे। कोटे पकाइबे? पाद तले पकाइबे। खोलନ୍ତୁ ଟିକେ ଧନ୍ୟବାଦ। ଆମେ ସେ ଆଦି ପୁସ୍ତକ ଯିବା। ଆଦି ପୁସ୍ତକ 3 ପର୍ବ ତାର 15 ପଦ। ପରମେଶ୍ୱର କଣ ଯୋଜନା କରିଛନ୍ତି? ଆଉ ଆମେ ତୁମର ଓ ନାରୀର ମଧ୍ୟରେ ପୁଣି ତୁମ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା। ସେ ତୁମର ମସ୍ତକକୁ ଆଘାତ କରିବେ ଓ ତୁମେ ତାହାଙ୍କ ଗଇଠିକି ଆଘାତ କରିବ। ଆମେନ୍। ଆମେ ତୁମର ଅନାରୀର ମଧ୍ୟରେ ପୁଣି ତୁମ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଭୈରଭାବ ଜନ୍ମାଇବା। କଣଟା ଜନ୍ମାଇବା? ଭୈରଭାବ। ନାରୀର ବଂଶ ଆଉ ଶୈତାନ ଯୁଦ୍ଧ ଭୈରଭାବ ଜନ୍ମାଇବେ। ଲେଖାଯାଏ ସେ ତୁମର ମସ୍ତକକୁ କଣ କରିବ? ଆଘାତ। ସେ ତୁମର ମସ୍ତକ ଅର୍ଥାତ୍ ଶୈତାନକୁ ଚୂର୍ଣ୍ଣ କରିବା ପାଇଁ। କଣ କରିବା ପାଇଁ? शैतानକୁ ଚୂର୍ଣ୍ଣ କରିବା ପାଇଁ, ଶୈତାନକୁ ବିନାଶ କରିବା ପାଇଁ, ଶୈତାନର ମସ୍ତକକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାଲଭାରୀ କ୍ରୁଶ ଉପରେ ବିଜୟ ଯାତ୍ରା କରୁଛନ୍ତି। ହାଲେଲୁୟା ହାଲେଲୁୟା। ଶୈତାନ ଭାବୁଛି ମୁଁ ଯୀଶୁଙ୍କୁ ମାରୁଛି ବୋଲିକି। शैतान भावे मो जीसु को मारुची, मो गोटा प्रहार करुची। आज्ञा कालवरी क्रूस को बहन करने द्वारा जो गोटा प्रहार करा गला जीसु को। शुणु से कौन है? प्रथम पितर तार 2 पर्व तार 24 पद मध्य लिखा जाए। हाँ, आमे माने जेपरि पाप प्रति मृत्यु कापते पाप प्रति जो पाप की आदम को द्वारा अमन को जीवन मध्य आसिला से पाप प्रति आमे जे प्रकार को मृत्यु होई धार्मिकता जीवन यापन काटिबा।
কি জীবন? ধার্মিকতা জীবনযাপন কাটিবা পায়। প্রভু যীশু খ্রিস্ট কালবরে ক্রুশ উপরে কালবরে ক্রুশକୁ ପହଟା କଲେ। ଧାର୍ମିକତା জীবনযাপন କାଟିବା ନିମନ୍ତେ। ତାପରେ ଏଥି ନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମମାନଙ୍କର ସମସ୍ତ ପାପ ବହନ କଲେ। ହଁ। ତାହାଙ୍କ ପ୍ରହାରରେ ତୁମେମାନେ ସୁସ୍ଥ ହୋଇଅଛ। ତାହାଙ୍କ ପହାରରେ, କାର ପହାର? ତାହାଙ୍କ ପହାର ମାନେ କଣ? ତାହାଙ୍କ ପହାରରେ, ତାହାଙ୍କ ପହାରରେ ଆମେମାନେ କଣ ହେଇଛୁ? ସୁସ୍ଥ ହେଇଛୁ। ଶୈତାନ ଯୋଉ ରୋଗ ଦେଲା, ଶୈତାନ ଯୋଉ ଅଶାନ୍ତି ଦେଲା, ଶୈତାନ ଯୋଉ କଷ୍ଟ ଦେଲା, ଶୈତାନ ଯୋଉ ବାଧା ଦେଲା, ଶୈତାନ ଯୋଉ ବିଘ୍ନ ଦେଲା, ଯୀଶୁ ଖ୍ରୀଷ୍ଟଙ୍କର କୋରଡ଼ା ପହାରରେ ଆପଣ ଏବଂ ମୁଁ ସୁସ୍ଥତା ଲାଭ କରିଛୁ। ତାମାନେ ଶୈତାନ ଦେଇଥିବା ରୋଗକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାଲବରୀ କ୍ରୁଶ ଉପରେ ବିନାଶ କଲେ। ଶୈତାନ ଦେଇଥିବା ସମସ୍ୟାକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାଲବରୀ କ୍ରୁଶ ଉପରେ ବିନାଶ କଲେ। ଏଥିପାଇଁ ପରମେଶ୍ୱରଙ୍କ ବାକ୍ୟ କହେ ଶୈତାନ ପ୍ରତ୍ୟେକ ଅସ୍ତ୍ରଶସ୍ତ୍ର। ଆଜ୍ଞା, ଶୈତାନର ଅସ୍ତ୍ରଶସ୍ତ୍ର କଣ ଅଟେ? କଣ ଅଟେ? ଶୈତାନର ଅସ୍ତ୍ରଶସ୍ତ୍ର ରୋଗ, ଶୈତାନର ଅସ୍ତ୍ରଶସ୍ତ୍ର ହେଲା କଷ୍ଟ, ଶୈତାନର ଅସ୍ତ୍ରଶସ୍ତ୍ର ହେଲା ସମସ୍ୟା, ଶୈତାନର ଅସ୍ତ୍ରଶସ୍ତ୍ର ହେଲା ବାଧା ବିଘ୍ନ ଅଶାନ୍ତି। ଏ ଯୋଉ ବିଭ୍ରାଟ ଦେଇଥିଲା, এই সব বিষয়କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାଲବରୀ କ୍ରୁଶ ଉପରେ କଣ କରୁଛନ୍ତି? ବିନାଶ କରି ବିଜୟ ଯାତ୍ରା, ଅସ୍ତ୍ରଶସ୍ତ୍ରକୁ ସମ୍ପୂର୍ଣ୍ଣ ଛଡ଼ାଇ ସେ ବିଜୟ ଯାତ୍ରା କଲେ। ହାଲେଲୁୟା, ହାଲେଲୁୟା। ବାସ୍ତବରେ ମୋତେ ଉପସ୍ଥିତ ପରିବାର, ଏଥିପାଇଁ ପରମେଶ୍ୱରଙ୍କ ପାଖରେ କହେ, ପରମେଶ୍ୱରଙ୍କ ବ୍ୟବସ୍ଥା କହେ, ପରମେଶ୍ୱରଙ୍କ ସନ୍ଦେଶ କହେ ଆପଣମାନଙ୍କୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାଲବରୀ କ୍ରୁଶ ଉପରେ ବିଜୟ ଯାତ୍ରା କରିଛନ୍ତି, ବିଜୟ ଯାତ୍ରା କରିଛନ୍ତି। ଆପଣଙ୍କୁ ମଧ୍ୟ ବିଜୟ ଦେଇଛନ୍ତି। ସେ ଅସ୍ତ୍ରଶସ୍ତ୍ରକୁ ଛଡ଼େଇଛନ୍ତି। ସେ ସିଂହର ପ୍ରତ୍ୟେକ ଦନ୍ତକୁ ଭାଙ୍ଗିଛନ୍ତି। ଏବେ ସିଂହ ଗର୍ଜନ କରୁଛି, କିନ୍ତୁ ତା ପାଖେ କଣ ନାହିଁ? ଦାନ୍ତ ନାହିଁ। ଏବେ ଯୋଉ ଶୈତାନ ଗର୍ଜନ କରୁଛି, ସେ କେବଳ ଗର୍ଜନ ହିଁ କରିବ। ସେଇ ଗର୍ଜନକୁ ଭୟଭୀତ କରନ୍ତୁ ନାହିଁ, କାରଣ ପରମେଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାର ସକଳ ଦାନ୍ତକୁ ଭାଙ୍ଗି ଦେଇଛନ୍ତି। ପ୍ରେଜ୍ ଦ ଲର୍ଡ। ଏଥିପାଇଁ ପରମେଶ୍ୱରଙ୍କୁ ବାକ୍ୟ କହେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କାଲବରୀ କ୍ରୁଶ ଉପରେ ବିଜୟ ଯାତ୍ରା କଲେ। ପ୍ରଭୁ ବାକ୍ୟ ଦ୍ୱାରା ଆପଣଙ୍କର ମଧ୍ୟ ଆଶୀର୍ବାଦ କରନ୍ତୁ। ଆମେନ୍।